ତୁମକୁ ଆଜି। କେଡ଼େ ଭାଗ୍ୟ ମୋର ଏ ଜୀବନେ ମା ପାଇଛି ତୁମକୁ ଆଜି। କେତେ ଯୁଗର ତପସ୍ୟା ମୋହରି, କେତେ ଯୁଗର ତପସ୍ୟା ମୋହରି ପାଇଛି ତୁମକୁ ଖୋଜି, ପାଇଛି ତୁମକୁ ଖୋଜି। କେଡ଼େ ଭାଗ୍ୟ ମୋର ଏ ଜୀବନେ ମା ପାଇଛି ତୁମକୁ ଆଜି। କେଡ଼େ ଭାଗ୍ୟ ମୋର। ମଧୁମୟ ଆଜି ଲାଗୁଛି ଜଗତ, বিষাদ পাশরি আউ। প্রেমময় মোর ভাবনার সিন্ধু, খেলুছি আলোট ঢেউ। মধুময় আজি লাগুছি জগত, বিষাদ পাশরি আউ। প্রেমময় মোর ভাবনার সিন্ধু, খেলুছি আলোট ঢেউ। পরাণ আঙ্কুছি মধু গুঞ্জন, পরাণ আঙ্কুছি মধু গুঞ্জন। বংশী উঠুছি বাজি মা, বংশী উঠুছি বাজি। কেড়ে ভাগ্য মোর এ জীবনে মা পাইছি তুমকু আজি। মা পাইছি তুমকু আজি। শূন্য আশারে পূর্ণ হইছে তুম মধুময় ছবি। আখির নীলয়ে উত্তাল তরঙ্গ, তুম কথা ভাবি ভাবি। শূন্য আশারে পূর্ণ হইছে তুম মধুময় ছবি। আখির নীলয়ে উত্তাল তরঙ্গ, তুম কথা ভাবি ভাবি। চেতনা সুরুজ উইবা পরে, চেতনা সুরুজ উইবা পরে তন্দ্রা যাইছি ভাজি মা, তন্দ্রা যাইছি ভাজি। কেড়ে ভাগ্য মোর এ জীবনে মা পাইছি তুমকু আজি। কেতে যুগর তপস্যা মোহরি, কেতে যুগর তপস্যা মোহরি পাইছি তুমকু খোজি, পাইছি তুমকু খোজি মা, পাইছি তুমকু খোজি মা, পাইছি তুমকু খোজি
ମା ବନ୍ଦେ ମାତରମ୍। ବହୁତ ସୁନ୍ଦର ନିବେଦନ ଅପା, ଏତେ ସୁନ୍ଦର। ଆଜିର କାର୍ଯ୍ୟକ୍ରମକୁ ନେତୃତ୍ୱ ଦେଇଥିବା ଆମ ସମସ୍ତଙ୍କର ସମ୍ମାନନୀୟ ପ୍ରାଧ୍ୟାପିକା ସ୍ୱର୍ଣ୍ଣଲତା ଅପା ଏବଂ ଅନ୍ୟ ସମସ୍ତେ ଯେଉଁମାନେ କାର୍ଯ୍ୟକ୍ରମକୁ ସୁନ୍ଦର କରି ଗଢ଼ି ତୋଳିବାରେ ସହଯୋଗ କରୁଛନ୍ତି, ସ୍ୱପ୍ନ ଅପା, କାଞ୍ଚନ ଅପା, ସମସ୍ତଙ୍କୁ ଅନେକ ଶ୍ରଦ୍ଧା ଓ ସମ୍ମାନ ବ୍ୟକ୍ତ କରୁଛି। ଆଜି ଅପା ଯେଭଳି ସୂଚନା ଦେଇଛନ୍ତି ଆମେ ସେଇ ପାରାଗ୍ରାଫକୁ ଯିବା। ଗୋଟେ ସୁନ୍ଦର ପ୍ରସଙ୍ଗ ଆଜି ସକାଳେ ଆସିଲା ଯେ ଧର୍ମ ଜଗତର ସବୁଠାରୁ ବଡ଼ ଗୁରୁ ହେଉଛନ୍ତି ପୋପ ଫ୍ରାନ୍ସିସ୍। କାରଣ ଖ୍ରୀଷ୍ଟ ଧର୍ମରେ ଅତି କମରେ 450 କୋଟିରୁ ଅଧିକ ଲୋକ ରହିଛନ୍ତି, ତାଙ୍କର ଏକମାତ୍ର ମାନ୍ୟ ଗୁରୁ ହେଉଛନ୍ତି ପୋପ। ପୋପ ଜଣେ ଭାରତୀୟ ସନ୍ଥଙ୍କର ଭାରି ପ୍ରଶଂସା କଲେ। ତାଙ୍କ ନାଁ ନାରାୟଣ ଗୁରୁ। ମୋ ନାଁଟି ଶୁଣିଥିଲି ଯଦିଓ, କିନ୍ତୁ ତାଙ୍କ ବିଷୟରେ ସେ ପଢିନଥିଲେ। ଯଦି ଏତେ ବଡ଼ ଧର୍ମଗୁରୁ ଯଦି ତାଙ୍କର ପ୍ରଶଂସା କରୁଛନ୍ତି, ସେ କ'ଣ କହିଛନ୍ତି? ଆମ ହିନ୍ଦୁ ଧର୍ମରେ କେତେ ଗୁରୁ ରହିଛନ୍ତି, ସେଥିରେ ସିଏ ଜଣକୁ ପ୍ରଶଂସା କରିବାର କ'ଣ କାରଣ ଥାଇପାରେ? ଯେତେବେଳେ ମୁଁ ନାରାୟଣ ଗୁରୁଙ୍କୁ ପଢିଲି, ଦେଖିଲେ ସେ ଗୋଟେ ଅଦ୍ଭୁତ କଥା କହୁଛନ୍ତି, ଯୋଉଟା ଶ୍ରୀ ଅରବିନ୍ଦଙ୍କର କନସେପ୍ଟ। ଶ୍ରୀ ଅରବିନ୍ଦ ଯେଭଳି କହିଲେ ଯେ ଏଇ ଯୋଉ ଆସୁରୀ ଶକ୍ତି ଗୁଡ଼ିକ, ଅନ୍ଧକାରାଚ୍ଛନ୍ନ ଆସୁରୀ ଶକ୍ତି, ସେମାନେ ଗୋଟେ ବିପଜ୍ଜନକ ଟ୍ରଷ୍ଟି ଆଉ ଗୋଟେ ବାହକ ହେଇକି ରହିଛନ୍ତି। କାରଣ ସେମାନେ ବିବର୍ତ୍ତନର ଏକାନ୍ତ ବିରୋଧୀ। କାରଣ ସେମାନେ ସେ ଧର୍ମ ଜଗତଟାକୁ ଭୀଷଣ ଭାବରେ ହାୱା ଦଉଛନ୍ତି, ତାକୁ ବଢେଇ ରଖିବାକୁ ଚାହୁଁଛନ୍ତି। ସବୁ ଧର୍ମ ପାଇଁ ଏଇଟା ଲାଗୁ। ସ୍ୱାମୀ ବିବେକାନନ୍ଦଙ୍କର ଗୋଟେ ଉକ୍ତି ଅଛି, ସେ କହୁଥିଲେ ପୃଥିବୀରେ ଏତେ ଯୁଦ୍ଧ ସଂଗଠିତ ହେଲାଣି, କିନ୍ତୁ ଈଶ୍ୱରଙ୍କ ନାଁରେ, ଧର୍ମ ନାଁରେ ଯେତେ ଲୋକ ମରିଛନ୍ତି, ସେତେ ଲୋକ ଅନ୍ୟ କୌଣସି ଯୁଦ୍ଧରେ ମରିନାହାନ୍ତି। ମହାଭାରତ ଯୁଦ୍ଧରେ ନୁହେଁ, ରାମାୟଣରେ ନୁହେଁ, ବିଶ୍ୱଯୁଦ୍ଧରେ ନୁହେଁ, ଯେତିକି ଲୋକ ଈଶ୍ୱରଙ୍କ ନାଁରେ ହଣାକଟା ହେଇକି ମରିଛନ୍ତି। କୋଉ ଈଶ୍ୱରଟି ବଡ? ମାନେ ହିନ୍ଦୁ ଗଡ ଇଜ ମୋର ପାୱାରଫୁଲ, ଅର୍ ଇସଲାମ ଗଡ ଇଜ ମୋର ପାୱାରଫୁଲ, ଅର୍ ଖ୍ରୀଷ୍ଟିଆନ ଗଡ ଇଜ ମୋର ପାୱାରଫୁଲ, ଏଇଭଳି ଯଦି ଝଗଡା ଗୁଡା ହବ, ବିବର୍ତ୍ତନର ଏମାନେ ବଡ ବିରୋଧୀ ହେଇକି ରହିଛନ୍ତି। ପ୍ରଭୁ ତ ସେଇଟା ଲେଖିଛନ୍ତି, ଆମେ ଗତ ଥର ପଢିଥିଲେ। ତ ନାରାୟଣ ଗୁରୁଙ୍କ କଥା କୋଉଠୁ ଆସିଲା? ନାରାୟଣ ଗୁରୁ ଗୋଟେ ଅଦ୍ଭୁତ ସ୍ଲୋଗାନ ଦେଇଛନ୍ତି। ସ୍ଲୋଗାନଟି ଭାରି ଭଲ ଲାଗିଲା। ସେ କହିଛନ୍ତି ୱାନ୍ କାଷ୍ଟ, ମଣିଷର ଗୋଟେ ଜାତି ହବ, ୱାନ୍ ରିଲିଜନ, ଗୋଟିଏ ଧର୍ମ ହବ, ୱାନ୍ ଗଡ, ସମସ୍ତଙ୍କ ଈଶ୍ୱର ଗୋଟେ। ତେବେ ଯାଇ ମଣିଷ ଗୁଡ଼ିକ ଈଶ୍ୱରଙ୍କ ନାଁରେ ଅତି କମରେ ହଣାକଟା ହେବେ ନାହିଁ। ଧର୍ମ ନାଁରେ ଯୋଉ ବେପାର ଗୁଡା ଯୋଉ ଚାଲିଛି, ସେଗୁଡିକ ବନ୍ଦ ହେଇପାରିବ। ବିବର୍ତ୍ତନ ବିରୋଧୀ ମାଙ୍କର ଏଇ ସ୍ୱପ୍ନ ଥିଲା ଯେ ମଣିଷ ଗୋଟେ ସମୂହ ଜୀବନ କେମିତି ବଞ୍ଚିବ, ତାର ପରାକାଷ୍ଠାଟିକୁ, ତାର ଯୋଉ ଗୋଟେ ଉଦାହରଣକୁ ମା ସୃଷ୍ଟି କରିଛନ୍ତି ସିଟି ଅଫ୍ ଡନରେ, ଅରୋଭିଲରେ, ଯୋଉଠି ସବୁ ମଣିଷର ସଂସ୍କୃତି, ଭାଷା, ତାର ବ୍ୟବହାର, ଚାଲିଚଳନ, ଖାଦ୍ୟ, ପୋଷାକ ସବୁକୁ ଗ୍ରହଣ କରିପାରିବ। ସେଥିରେ କାହା ପାଖରେ ବିଦ୍ୱେଷ ନଥିବ। ମାନେ ଅରୋଭିଲରେ ଯାଇ ଦେଖିବେ ଚାଇନିଜ ଲୋକମାନେ କେତେ ସୁନ୍ଦର ଭାବରେ ରହିଛନ୍ତି, ରଷିଆନ ଲୋକମାନେ କେତେ ସୁନ୍ଦର ଅଛନ୍ତି, ଆଫ୍ରିକାନ ଲୋକମାନେ କେମିତି ସୁନ୍ଦର ଭାବରେ ରହିଛନ୍ତି। ସବୁ କମ୍ୟୁନିଟି ଗୁଡ଼ିକ ପରସ୍ପରକୁ କେମିତି ଭଲ ପାଆନ୍ତି, ଏ ଗୋଟେ ପୂର୍ବ ଉଦାହରଣ ଆମ ପାଇଁ। ତେଣୁ ତାପରେ ଏଠୁ ମଣିଷ ଧର୍ମ ଗଢିକି ବହୁତ ବଡ କାମ କରିଦେଇଛୁ ବୋଲି ଭାବିଥିଲା, କିନ୍ତୁ ସେଟା ପ୍ରକୃତରେ ଆସୁରୀ ଶକ୍ତି ମାନଙ୍କ ଦ୍ୱାରା ପରିଚାଳିତ ହେଲା। ହଉଛି ବି, ଆଜି ମଧ୍ୟ ହଉଛି। ଯଦି ଖାଲି ମାନେ AK-47 ବୋମା ଆଉ ମାରଣାସ୍ତ୍ର ଦରକାର, ଧର୍ମକୁ ରକ୍ଷା କରିବାର ଆଉ କିଛି ଉପାୟ ସେ ପାଉନାହାନ୍ତି। ସମସ୍ତେ ଗୋଟେ ହିଂସ୍ରକ ହେଇ ପଡୁଛନ୍ତି। ମାନେ ମତେ ଲାଗେ ଏଇ ଧର୍ମ ଜଗତଟା ମାନେ ହିଂସା ଆଉ ରକ୍ତପାତର ଅନ୍ୟ ନାମ।
ଭୟଙ୍କର ଆସୁରିକତା ସେଠି ରହିଛି, ଯାହା ମାନେ ଦେଶ ଦେଶ ଭିତରେ ଏଥନିକ ସିରିଆରେ ଯାହା ହଉଛି, ବାଂଲାଦେଶରେ ଆଜି ଯାହା ହଉଛି, ହୁଏତ ମଣିପୁରରେ ଯାହା ହଉଛି, ଏଟା ସବୁ ୟାର ନଗ୍ନ ପ୍ରମାଣ ଯେ ମଣିଷ କୋଉଠି ଅଛି। ମଣିଷର ଆଧ୍ୟାତ୍ମିକତା, ତାର ଦିବ୍ୟତାର ସବୁ ପରୀକ୍ଷା ହେଇଯାଉଛି। ତାପରେ ସେଇଠୁ ଏମାନେ ତ ସଲ୍ୟୁସନ ଖୋଜିବାକୁ ଚାହିଁଛନ୍ତି ନା, ଆମେ କେମିତି ଭଲରେ ରହିବୁ, ମଣିଷ କେମିତି ଭଲରେ ରହିବ। ସେଇଠୁ ଆମେ ଯୋଉ ପାରାଗ୍ରାଫ ଭିତରକୁ ପ୍ରବେଶ କରିବା, ସେଠି ମଣିଷ ଧର୍ମ ଈଶ୍ୱର ଖୋଜି ସାରିଲା ପରେ ଦେଖିଲା ସେଠି କିଛି ଭଲ ତ ହଉନାହିଁ, ବରଂ ଦିନକୁ ଦିନ ଗୋଡ ତଳକୁ ତଳକୁ ଖସି ଯାଉଛି। ଆମେ ସିନା ଚିତା ତିଳକ ଲଗାଉଛୁ, ଘଣ୍ଟି ବଜାଉଛୁ, କିନ୍ତୁ ସମସ୍ତଙ୍କ ଧର୍ମର ନିଜ ନିଜର ଧାରା ଗୁଡିକ ରହିଛି, କିନ୍ତୁ ସେଗୁଡିକ ଖାଲି ଗୋଟେ ଅଟ୍ଟହାସ୍ୟ, ପ୍ରିଟେନସନ, ଗୋଟେ ଭୀଷଣ ଭାବରେ ତା ଭିତରେ ହଳାହଳ ଆଉ ବାହାରେ ଧର୍ମ ସେଗୁଡିକ କିଛି କାମରେ ଆସୁନି। ମଣିଷ ଆହୁରି ଖୋଜିଲା ସମାଧାନ, ସେଠୁ ପ୍ରଭୁ କହୁଛନ୍ତି another solution that is attempted, ଆଉ ଗୋଟେ ସମାଧାନକୁ ଚେଷ୍ଟା କରାଗଲା। reposes still on the materialistic reason। ଏଇଟା materialistic reason କହିଲେ ଜଡବାଦୀ ବୁଦ୍ଧିକୁ ଆଶ୍ରୟ କରିକି ରହିଛି ଏଇ ସମାଧାନ। A unified organization of the economic life of the race। ଏଇ ଯୋଉ ମନୁଷ୍ୟ ଜାତି, ଯୋଉ ରାଜ କଥା ଆମେ କହୁଛନ୍ତି, ସେ ମନୁଷ୍ୟ ଜାତିର ସେମାନେ ଚେଷ୍ଟା କରିଛନ୍ତି ଗୋଟେ ଅର୍ଥନୈତିକ ଜୀବନଟିକୁ, ଇକୋନୋମିକ ଲାଇଫ, ଅର୍ଗାନାଇଜେସନ ଅଫ ଦ ଇକୋନୋମିକ ଲାଇଫ, ଅର୍ଥନୈତିକ ଜୀବନଟିକୁ ଯଦି ସୁନ୍ଦର କରାଯିବ, ଦୁରସ୍ତ କରିଦିଆଯିବ, ୟୁନିଫାଏଡ ଅର୍ଗାନାଇଜେସନ, ମାନେ ଏଇଟା ୟୁନିଫାଏଡ ଅର୍ଗାନାଇଜେସନ ରେ କଥାଟିକୁ କାର୍ଲ ମାର୍କ୍ସ କହିଛନ୍ତି, ତା ପୂର୍ବରୁ ଆହୁରି ଅନେକ ବ୍ୟକ୍ତିତ୍ୱ କହିଛନ୍ତି। ରାଜା ପ୍ରଜାର ବିଭେଦ ଗୁଡିକ ଦୂର ହଉ, ସମସ୍ତଙ୍କ ପାଖରେ ଆର୍ଥିକ ସ୍ୱଚ୍ଛଳତା ଆସୁ, ସମସ୍ତେ ସମ୍ପନ୍ନ ହୁଅନ୍ତୁ, ସମସ୍ତେ ଧନୀ ହୁଅନ୍ତୁ, ସମସ୍ତଙ୍କ ପାଖରେ ବଞ୍ଚି ରହିବାର ସର୍ବନିମ୍ନ ସାଧନ ଗୁଡିକ ରହୁ, ଭଲ କଥା। ଏଇଟା ମଣିଷ ବଡ ଗୁରୁତ୍ୱ ଦେଇଛି। But the method that is being employed is the same। ଏଇଠି ଯୋଉ ଉପାୟଟି ସେଇଠି ଅବଲମ୍ବନ ହେଇଥିଲା, ଯେ ଆମେ ମନୁଷ୍ୟ ଜାତିର ଅର୍ଥନୈତିକ ଜୀବନଟିକୁ ଅର୍ଗାନାଇଜ କରିବା, ସଂଗଠିତ କରିବା, ସେଠି ଏଠି ବି ସେଇ କଥାଟି କରାଗଲା। ମାନେ ସେଟା କେମିତି ଅର୍ଥ ଚାପ୍ଟର ଯଦି ମାଙ୍କର ମା ବହିର ଆମେ କହିବା, ସେଟାକୁ କେତେ ଜଣ ଲୋକ ବୁଝିଛନ୍ତି ପୃଥିବୀରେ? ଯୋଉମାନେ ଅର୍ଥନୀତିଜ୍ଞ ମାନେ ତାକୁ ମୋଟେ ପଢିନାହାନ୍ତି। ଆମେ କହିବା ଯେ ନିହାତି ପଢିବା ଆବଶ୍ୟକ, ସେପରି ବି ନୁହେଁ, କିନ୍ତୁ ତାର ସେନ୍ସଟାକୁ ତ ନିଆଯାଉ। ମୁଁ କହୁନାହିଁ ଯେ ସେମାନେ ସବୁ ଶ୍ରୀ ଅରବିନ୍ଦଙ୍କ ଫଟୋ ଛାତିରେ ମାରି ବୁଲନ୍ତୁ, କି ସେମାନଙ୍କ ଘରେ ସେଗୁଡିକୁ ସଜେଇ ରଖନ୍ତୁ, ନଟ୍ ଦ୍ୟାଟ୍। କିନ୍ତୁ ତା ପଛରେ ଯୋଉ ଦିବ୍ୟ ଆଭିମୁଖ୍ୟଟି ରହିଛି, ସେ କଣ କଲେ ବିବର୍ତ୍ତନଟି ସହଜରେ ହେଇପାରିବ, ଏବଂ ଏଇ ଅନ୍ଧକାରଚ୍ଛନ୍ନ ଶକ୍ତି ଗୁଡିକ, ଆସୁରିକ ଶକ୍ତି ଗୁଡିକ ଅର୍ଥର ଯୋଉ ଗୁରୁତର ପ୍ରଭାବ ଗୁଡିକ ବିସ୍ତାର କରୁଛନ୍ତି, ସେଗୁଡିକୁ ରୋକା ଯାଇପାରିବ, ସେ କଥା ଗୁଡିକ। କାରଣ ଅର୍ଥଟା ବହୁତ ବଡ ଜିନିଷ, ଆପଣ ଭଲ ଭାବରେ ବୁଝିବେ। ଯଦି ଆପଣଙ୍କ ପାଖରେ ଅର୍ଥ ଅଛି, ଆପଣ ରାତାରାତି ସବୁ ଟିଭି ଚ୍ୟାନେଲ କିଣିଦେବେ। ମୁଁ ଯଦି ଗୋଟେ ଶୈତାନ ବି ହେଇଥିବି, ତାହେଲେ ପ୍ରଚାର କରିପାରିବେ ଯେ ମୁଁ ଜଣେ ଈଶ୍ୱର। ଆଉ ଲୋକ ବି ମିଳୁଛନ୍ତି, ଆପଣ ଭଡାରେ ଲୋକ ନେଇଯିବେ, ସେମାନେ ଖାଲି ଜୟ ଜୟକାର କରିବେ, ଜି ହଜୁର କରିବେ। ତାପରେ ବାକି ଲୋକ ତ ହାୱା ଦେଖିଆ ଲୋକ। ମୋ ପଛରେ ଯଦି ମାନେ 50ଟା କାର ଦୌଡିବ, 3ଟା ମାନେ ଉଡାଜାହାଜ ମୋ ପାଇଁ ରେଡି ଥିବ, ତାହେଲେ ତ ନ୍ୟାଚୁରାଲି ମତେ ଲୋକ ବହୁତ ଖାତିର କରିବେ। ଏଇଟା ତ ଦୁନିଆର ରୀତି। ରାଜା ମହାରାଜା ମାନଙ୍କ ପାଖରେ ଥିଲା କଣ? କିଛି ଅର୍ଥନୈତିକ ଶକ୍ତି ରହିଥିଲା, ଯୋଉ ଶକ୍ତିର ବଳରେ ସେମାନେ ବିରାଟ ସୈନ୍ୟ ସାମନ୍ତ ପାଳୁଥିଲେ, ରଥ ରଥି ଧରିକି ସେତେବେଳେ ଶହ ଶହ ସଂଖ୍ୟାରେ ଯାଉଥିଲେ, ବାକି ଲୋକ ତାଙ୍କୁ ଖାଲି ସମ୍ମାନରେ ଦେଖି ରହୁଥିଲେ, ସମ୍ଭ୍ରମରେ। ତେଣୁ ଅର୍ଥ ଶକ୍ତିଟିକୁ ଅସୁର ସବୁବେଳେ ବ୍ୟବହାର କରୁଛି, ସବୁବେଳେ, ଫ୍ରମ୍ ଟାଇମ୍ ଇମେମୋରିଆଲ। ଶ୍ରୀ ଅରବିନ୍ଦ ଅର୍ଥ ଶକ୍ତିକୁ ଅସୁର ମାନଙ୍କ କବଳରୁ ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଛନ୍ତି, ହେଲେ ଅର୍ଥନୈତିକ ମାନେ ଏଟା ଜାଣନ୍ତି କି? ତେଣୁ ଏଇଠି ବି ସେଇ କଥାଟି, ସେଇ ଯୋଉ ମେଥଡଟି ଏଠି ଗଡବଡି ହେଲା।
the method that is being employed is the same. समान रहिला कौन करा गला ना forced the compression and imposed unanimity of mind and life and a mechanical organization of the communal existence. एटी मन को प्राण को जोर करी गोटे निर्दिष्ट रास्तार चलैया चेष्टा करागला इम्पोज्ड यूनानिमिटी माने जोर करी लदी दिया जाउछि आपनक ऊपर देखो तमे सब एई भली यूनानिमिटी हासिल कर गोटे प्रकार रही जाओ हेले से भली आंदोलन कोठी हितला रूसिया रे हितला से भली बहु जगह रही माने गोटे समय रे 90s रे आपण देखिबे विगत शताब्दी रे 90s रे आमे जो शताब्दी रे समस्ते पाठ पढ़ुथिले बा से समय रे हम कॉन्शियस हेलेनी से समय रे पृथ्वी रे 36 टी देश रे कम्युनिस्ट मानकर सरकार थिला से देश रे कोन व्यवस्था थिला ना जमी बा संपत्ति गुडी को कहारी न सेटा राष्ट्र समस्ते काम करिवे आ निजर कर्म अनुसार समस्त को डिविडेंड मिलिबो एवं से माने से अनुसार चलिबे के काहा को धनी हवार सुযোগ दिया जीवन समस्त साइकिल न हला पर्यंत के मोटरसाइकिल चढ़ी परिबेनी तेणु समस्त मोटरसाइकिल हेले जाई बाकी लोक माने कार चढ़िबे एमती गोटे अद्भुत विचार रहितला किछि मनुष्य को भितरे एटा अवश्य सेतिकरे सीमित नहे ता एक विराट तत्व विराट दर्शन किंतु से दर्शन कार्यकारी हला बेलकू नानादि संकट सब तैयारी हला तेणु जोर जबरदस्ती आमे गोटे गोटे जंत्र परि खंजी दवा से समस्ते मेकानिकल ऑर्गेनाइजेशन भीतर रहिबे गोटे यांत्रिक संगठन आलु उठले कारखाना बा खेत को काम करियो जिबे राति हेले फेरी की घरे विश्राम करिवे कि राष्ट्र जेमिति निर्णय करियो आपन को जीवनटी सेमिति हो गोटे समूह जेमिति निर्णय करियो कारण सेटा कम्युनिस्ट माने कोन कम्युनिटी बेस्ड फिलोसफी तेणु कम्युनिटी शब्द रु कम्युनिस्ट शब्द आसुछि कम्यून एक्जाक्ट वर्डटा जर्मन रो कम्यून आउ एचले कम्यून आइडिया रे गोटे बढ़िया जिंस घटी पारछि गोटे ताको हम प्रशंसा कर पारछि आ गोटे यदि घटी जानता हम मानकर जीवन रो बहुत समस्या समाधान हे परंता गोटे मिनिट समान होछि कम्यून लाइफ रे गोटे भल जिंस घटी छि स्कूल कॉलेज आग काल रे कोन होतला राजा महाराजा माने बड़ बड़ शिक्षक मान को आनी ताको घरे रखि दोथले जेमति द्रोण द्रोण होचंती फास्ट होम ट्यूटर ऑफ द वर्ल्ड सी गले जाई कि पांडव मान पाठ पढ़िले कौरव मान पाठ पढ़िले किंतु बाकी लोक माने वंचित हले से मान को मना थिला एकलव्य भली लोक मान को मना थिला दे डिनाइड जार पैसा नथिबो से पाठ पढ़ी परिबे एई परंपराटा को कम्यून जर्मन रे से आंदोलन आरंभ हला से माने कहते नाही नाही गोटे कम्युनिटी रे गोटे साई रे गोटे बस्ती रे गोटे स्कूल हो से समस्त गोटे प्रकार शिक्षा ग्रहण करेंगे हेले से आउ गोटे आइडिया डेभलप करथिले कम्युनिटी डाइनिंग जोटा आश्रम मानक आज अवलंबन करा जाउछि सेटा पंडिचेरी आश्रम हो कि भारत वर्ष रो अन्य कोनोसी संगठन रो डाइनिंग हो जोटी समस्त गोटे जगह रे खाद्य खाउछन्ते जदि आम धरंतु बासंती कॉलोनी रे बहुत लोक अछन्ते कि कोयल नगर रे अछन्ते कि राउरकेला रे अन्य कोनोसी गोटे एरिया को देखिबा जोठी कि सेटा खाली राउरकेला नहे भारत रो बा ओडिसा रो कोनोसी गोटे जगह रे गोटे लोकालिटी रे 400-500 लोकों पय जदि जेमति स्कूल सब खुला है सेमति डाइनिंग सेंटर ओडा खुली जानता कम्युनिटी डाइनिंग ना रे ताले ए जो घरे घरे जो रंधा होचे ना सब हजार प्रकार आइटम हजार प्रकार कथा हजार प्रकार से गुडी को अंत तो कमी जाता किंतु हेले मनीष थर बहुत चिंता कर देखि जो मनीष रो जो अग्र रुचि रोडा रही छि ना के कह मो कलरा खाइबी के कह मो सागो खाइबी के कहबो मो भेंडी खाइबी के कहबो मो चिकन खाइबी नाना कथा अछि तो सेतरे गोटे कम्युनिटी गोटे डाइनिंग रे चली परिबनी हमर अर्थनैतिक अवस्था गुडी को मध्ये एफर्ट सब ठीक अछि किए अति धनी किए अति करिवो किए एफोर्ड करि परिबो किए करि परिबोनी तो बहुत असुविधा गुडी को बाहरिबो जदियो किंतु कम्युनिटी टीचिंग ता केमति कोन हे जाय छै लर्निंग कम्युनिटी लर्निंग हम समस्त स्कूल रे पाठ पढुछु मने पकांतु
100-200 ବର୍ଷ ତଳେ ଭାରତ ବର୍ଷରେ ଥିଲା ଚାଟଶାଳୀ। ଗୋଟେ ଗାଁରେ ଜଣେ ଅବଧାନ ରହୁଥିଲେ, ସେ ସବୁ ପଢଉଥିଲେ। ପଢା ଯାଉଥିଲା କଣ, ଏଇ ହରିବଂଶ ପଢା ହଉଥିଲା, ମହାଭାରତ ପଢା ହଉଥିଲା, ରାମାୟଣ ପଢା ହଉଥିଲା, ଆଉ ଅମରକୋଷ ପଢା ହଉଥିଲା, ଏତିକି ପାଠ ଥିଲା ମୁଖ୍ୟତଃ। ଆଉ କିଛି ଗଣିତର ହିସାବ, କଡା ଗଣ୍ଡା କଣ ଗୋଟେ ହିସାବ କରନ୍ତି, ଲାଇକ୍ ଦ୍ୟାଟ୍। ତେଣୁ ଜମି ମାନଙ୍କର ହିସାବ ଟିକେ ରହୁଥିଲା, ଏତିକି ମ୍ୟାଥମେଟିକ୍ସ ଆଉ ଏତିକି ସାହିତ୍ୟ। ଏଥିରେ ଦୁନିଆର ଭୂଗୋଳ ବିଷୟରେ, ଇତିହାସ ବିଷୟରେ ଏଇଟା ଜାଣିବାର କିଛି ସ୍କୋପ ନଥିଲା। ତେଣୁ ଯାହା ବି ହଉ, ଶିକ୍ଷାଟି ଯୋଉ ବିକଶିତ ହେଇଛି ଗୋଟେ କମ୍ୟୁନିଟିର ଆଧାରରେ ହେଇଛି, କିନ୍ତୁ କମ୍ୟୁନିଟି ଡାଇନିଂରେ ପଣ୍ଡିଚେରୀରେ ହେଇଯାଉଛି। ସମସ୍ତେ ଗୋଟିଏ ପ୍ରକାର ଖାଦ୍ୟ ଖାଉଛନ୍ତି, ଡାଲମା ଖାଇଦେଇ ରହିଯାଉଛନ୍ତି, କିନ୍ତୁ ଏଇଠି ଆମେ ଯୋଉମାନେ ସବୁ ଅଭ୍ୟସ୍ତ ହେଇଗଲାଣି ଏତେ ପ୍ରକାରର ଖାଦ୍ୟ ଖାଇବାରେ, ସେ ମାଡ଼ପିଟି ହିଁ ହବ। ତେଣୁ ସେଥିରେ ନାନାଦି ଅସୁବିଧା ହବ। ହଷ୍ଟେଲ ଗୁଡ଼ିକର କମ୍ୟୁନିଟି ଚାଲୁଛି। ଆମେ ଯେତେବେଳେ ଷ୍ଟୁଡେଣ୍ଟ ଥିଲେ କମ୍ୟୁନିଟି ଡାଇନିଂରେ ଖାଉଥିଲେ, କିନ୍ତୁ ଆଜି ତାରିଖରେ କମ୍ୟୁନିଟି ଡାଇନିଂରେ ଖାଇବାର କି ସ୍କୋପ୍ ନାହିଁ। କିନ୍ତୁ ସମୟ ଆସିବ, ଦିନେ ହବ ବୋଲି ମୋର କାହିଁ ଧାରଣା ହଉଛି। ମା ଯେଭଳି ଡାକରା ଦେଇଛନ୍ତି ଯେ ସମସ୍ତେ ପ୍ରିଫରେନ୍ସ ଗୁଡ଼ିକ ଛାଡ଼ିଦିଅ। ଯୋଗ ଜୀବନରେ ପ୍ରଥମ କଥାଟି ହେଉଛି ପର୍ସନାଲ ପ୍ରିଫରେନ୍ସ ଗୁଡ଼ା ଛାଡ଼ିଦେବା। ତାହେଲେ ପର୍ସନାଲ ପ୍ରିଫରେନ୍ସ ଗୁଡ଼ା ଛାଡ଼ିଦେଲେ ତ ଆପଣଙ୍କର କିଛି ବି ଖାଇପାରିବେ, କିଛି ଅସୁବିଧା ନାହିଁ। ଦେନ୍ ଓନ୍ଲି ଇଟ୍ ଇଜ୍ ପସିବଲ୍। ଯାହା ବି ହଉ, ମାନେ କମ୍ୟୁନିଟିକୁ ଗୋଟିଏ ଦୃଷ୍ଟିରୁ ଆମେ ଧନ୍ୟବାଦ ଦେବା ଯେ ସ୍କୁଲ କଲେଜ ଗୁଡ଼ିକ ତିଆରି ହେଇପାରିଛି। ହସ୍ପିଟାଲ ବି ସେଇଆ, ସାମୂହିକ ସ୍ୱାସ୍ଥ୍ୟ ସେବା। ନହେଲେ ବୈଦ୍ୟ ସମସ୍ତେ ନିଜ ଘରେ ରଖିଦେଉଥିଲେ। ରାଜାମାନେ ବୈଦ୍ୟ, ରାଜବୈଦ୍ୟ ରଖିଥିଲେ। ରାଜବୈଦ୍ୟଟା ନଟ୍ ଆଭେଲେବୁଲ୍ ଫର୍ ପ୍ରଜା, ପ୍ରଜାର ସେ ସେବା କରିପାରିବନି। ତେଣୁ ଏସବୁ ଅସୁବିଧା ଗୋଟେ ହଉଥିଲା। ଯାହା ବି ହଉ, ଆମକୁ ପ୍ରଭୁ କହୁଛନ୍ତି ଏଇ ଯୋଉ ମେକାନିକାଲ ଅର୍ଗାନାଇଜେସନ ଏକ ଅର୍ଥନୈତିକ ଉତ୍ଥାନ ପାଇଁ କରାଗଲା, ଏଇଟା ଅଫ୍ ଦି କମ୍ୟୁନାଲ ଏକ୍ଜିଷ୍ଟେନ୍ସ। ସେଇଠି ବି ଗୋଟେ ସେଇ ଗୋଷ୍ଠୀଗତ ଜୀବନଟାକୁ ଯନ୍ତ୍ର ପରି ଖଞ୍ଜିବାକୁ ଚେଷ୍ଟା କରାଗଲା। ମେକାନିକାଲ ଅର୍ଗାନାଇଜେସନ ଗୁଡାକର ଗୋଟେ ମେକାନିକାଲ ମାନେ କଣ, ଗୋଟେ ଧରାବନ୍ଧା ନିୟମରେ ଯୋଉ ଜିନିଷ ଚାଲେ, ଯାନ୍ତ୍ରିକ ଉପାୟରେ, ଯୋଉଥିରେ କିଛି ନିତ୍ୟ ନୂତନତା ନାହିଁ, କୋଉଠି କ୍ରିଏଟିଭିଟି ନାହିଁ, କିଛି ନ୍ୟୁନେସ୍ ନାହିଁ। ସେଇ ଥୋଡ଼ ବଡି ଖଡା ସବୁଦିନେ ରିପିଟେସନ ହଉଥିବ। ମେକାନିକାଲ, ଆମେ କହୁଛୁ ନା ମେକାନିକାଲ ଲାଇଫ, ମେକାନିକାଲ ପ୍ରେୟାର। ଆପଣ ଗୋଟେ ପ୍ରାର୍ଥନା ଯଦି ସବୁଦିନ ଗାଉଛନ୍ତି ତାହେଲେ ଏଇଟା କଣ ହେଇଯିବ, ମେକାନିକାଲ ହେଇଯିବ। ତାର କୌଣସି ଫିଲିଂ ଆପଣଙ୍କ ପାଖରେ ରହିବନି। ତେଣୁ ଲାଇଫଟା ଅନେକ ସମୟରେ ଆମେ ମେକାନିକାଲ କରିଦେବୁ। ତେଣୁ ଗୋଷ୍ଠୀଗତ ଜୀବନ ଗୁଡ଼ିକ ମଧ୍ୟ ଧୀରେ ଧୀରେ ମେକାନିକାଲ ହେଇଯାଉଛି। ତାପରେ a unanimity of this kind can only be maintained by a compression of all freedom of thought and life. ଯଦି ଏଇଭଳି ଗୋଟେ ଆପଣ ଦେଖନ୍ତୁ, ଏଇ ପ୍ରବନ୍ଧ ଗୁଡ଼ିକ ଲେଖାଯାଇଛି 1914 ପରେ, 14ରୁ 21 ଭିତରେ। ଆଉ ସେଇଟା ହିଁ ବୋଲସେଭିକ ରିଭଲ୍ୟୁସନର ପିକ୍ ପିରିୟଡ। 1917 ରୁଷିଆରେ ଜାର୍ ସରକାର ବିରୁଦ୍ଧରେ କମ୍ୟୁନିଷ୍ଟ ଆନ୍ଦୋଳନ, ପୋଲାଣ୍ଡରେ ଆଉ ରୁଷିଆରେ। ଆଜିର ରୁଷିଆ କହିଲେ କଣ, ଗୋଟେ ବୃହତ୍ତର ରୁଷିଆ, ଯୋଉଟା 15ଟା ଦେଶ ତା ଭିତରେ ଅଛନ୍ତି। ଆଜି ଯୋଉ ୟୁକ୍ରେନ ଅଲଗା ହେଇ ତାଙ୍କ ସହିତ ଲଢୁଛି, ସେ ବି ତା ଭିତରେ ଥିଲା। ତେଣୁ ସେଇଠି ବି ଗୋଟେ ବିରାଟ ଭୂଖଣ୍ଡରେ ଜର୍ମାନରେ କାର୍ଲମାର୍କ୍ସଙ୍କର ସେଇ ତତ୍ତ୍ୱଟି ସମଗ୍ର ପୃଥିବୀକୁ ଆଚ୍ଛନ୍ନ କରୁଥିଲା। ଲେନିନ, ଷ୍ଟାଲିନଙ୍କ ଭଳି ବଡ ବଡ କମ୍ୟୁନିଷ୍ଟ ନେତାମାନେ ରହିଥିଲେ। ତେଣୁ ସେଠି ଯଦି ଆମେ କଣ କରାଯାଉଥିଲା, ବ୍ୟକ୍ତି ଜୀବନଟାକୁ ଗୌଣ କରିଦିଆଯାଉଥିଲା, ଗୋଷ୍ଠୀ ଜୀବନଟାକୁ ଆଗରେ ରଖାଯାଉଥିଲା। ତାହେଲେ ଯଦି ବ୍ୟକ୍ତି ଜୀବନଟାକୁ ଆଗରେ ରଖାଯିବ, ଏଇ ପ୍ରକାର ଯୋଉ ୟୁନାନିମିଟି ଆସିବ, ଏଇ ୟୁନାନିମିଟିଟା ମାନେ ବୁଝିପାରୁଛନ୍ତି ତ, ସମାନତାଟା ବା ସମସ୍ତଙ୍କୁ ଏକ କରିବାର ଏକ ଯୋଉ ବ୍ୟବସ୍ଥା। ତେଣୁ ଐକ୍ୟ ସାଧନ, ବେଟର ଐକ୍ୟ ସାଧନ। ଏଇ ପ୍ରକାର ଐକ୍ୟ ସାଧନଟି କେମିତି ମେଣ୍ଟେନ କରାଯାଇପାରିବ, ଏକୁ ବଜାୟ ରଖାଯାଇପାରିବ କେମିତି ନା, ବାଇ ଏ କମ୍ପ୍ରେସନ ଅଫ୍ ଅଲ୍ ଫ୍ରିଡମ ଅଫ୍ ଥଟ୍ ଆଣ୍ଡ ଲାଇଫ। ଆପଣ ସମସ୍ତ ଚିନ୍ତା ଏବଂ ଜୀବନର ସ୍ୱାତନ୍ତ୍ର୍ୟକୁ କମ୍ପ୍ରେସ କରିଦେବେ, ସଂକୁଚିତ କରିଦେବେ। ଏଥିରେ ବହୁ କଥା ରହିଛି। ମାନେ ଏଇ ସେମାନେ ଜୀବନଟାକୁ କେମିତି ସଂକୁଚିତ କରିଛନ୍ତି, ସେଥିରେ ଅନେକ ଲେଖକ ମାନେ, କବି ମାନେ, ସବୁ ବଡ ବଡ ବିଦ୍ୱାନ ଲୋକମାନେ ସବୁ ରୁଷିଆ ଛାଡିକି ପଳେଇଥିଲେ, ଯାଇକି ବାହାରେ ସବୁ ସରକାର ବିରୁଦ୍ଧରେ ସବୁ ଲେଖୁଥିଲେ। ସେମାନେ ସମସ୍ତେ ଫ୍ରିଡମର କଥା କହୁଥିଲେ।
ତେଣୁ ସେଟା ନବକବଙ୍କର ଲଳିତା ଉପନ୍ୟାସ ହଉ କିମ୍ବା ଆପଣଙ୍କର ମାନେ କ୍ୟାନ୍ସର ୱାର୍ଡ ଦସ୍ତବତ୍ସୀଙ୍କ ଲେଖା ଗୁଡିକ ବା ଆଉ ଯଦି ଯୋଉମାନେ ବି ସେଇ ସମୟରେ ଯାଇଛନ୍ତି ବାହାରେ ଯାଇକି ସବୁ ସାହିତ୍ୟ ଲେଖିଛନ୍ତି ସେମାନେ ସବୁ ବଡ ବଡ ପୁରସ୍କାର ବି ମିଳିଛି କାରଣ ସେମାନେ ସରକାରଙ୍କୁ ଅପସେଟ କରିବାକୁ ଚାହୁଁଥିଲେ ବାହାରେ ଥିବା ଲୋକଗୁଡା ସେ ମଜା ଦେଖୁଥିଲେ ଏମାନେ ଦେଖୁଥିଲେ ନାଇଁ ତମର ଫ୍ରିଡମ ଦରକାର ନାହିଁ ତମେ ସମସ୍ତେ ସମୂହ ଭିତରେ ରୁହ ଗୋଷ୍ଠୀର ଜୀବନରେ ସମୂହର ଜୀବନରେ ଆଉ ବ୍ୟକ୍ତିର ସ୍ୱାତନ୍ତ୍ର୍ୟ କଣ ଦେବର କ୍ୱେଶ୍ଚନିଂ କିନ୍ତୁ ଏମାନେ କହୁଥିଲେ ନାଇଁ ନାଇଁ ବ୍ୟକ୍ତି ଜୀବନଟା ବହୁତ ଗୁରୁତ୍ୱପୂର୍ଣ୍ଣ ୱି କ୍ୟାନଟ୍ ସାକ୍ରିଫାଇସ୍ our freedom of life for the sake of this communal life ବା ଏଇ କମ୍ୟୁନିଟି ଲାଇଫ ପାଇଁ ଆମେ ଆମ ବ୍ୟକ୍ତିଗତ ଜୀବନର ସୁଖ ସ୍ୱାଚ୍ଛନ୍ଦ୍ୟ ଗୁଡିକୁ ଆମେ କେବେ ବଳି ଦେବାକୁ ଚାହିଁବୁ ନାହିଁ ତେଣୁ ସେମାନେ ସବୁ ସୋଲଚେଜିଆନ ତାଙ୍କର କ୍ୟାନ୍ସର ୱାର୍ଡ ବହିଟି କେତେ ବିରାଟ ବିରାଟ ସବୁ ବହି ଲେଖା ହେଇଛି କେତେ ବଡ ବଡ କବି ସାହିତ୍ୟିକ ମାନଙ୍କର ଜନ୍ମ ହେଇଛି ସେଠି ରୁଷିଆ ଗୋଟେ ସାହିତ୍ୟର ଦୃଷ୍ଟିରୁ ଗୋଟେ ବହୁତ ଶକ୍ତିଶାଳୀ ଜାଗା ସାହିତ୍ୟ ଦୃଷ୍ଟିରୁ ଏବଂ ସେମାନେ କଣ କରନ୍ତି ଯେତେବେଳେ ଗୋଷ୍ଠୀଗତ ଜୀବନଟାକୁ ସେମାନେ ଗୁରୁତ୍ୱ ଦେଲେ ବ୍ୟକ୍ତିଗତ ଜୀବନଟାକୁ ଗୌଣ କରି ପକେଇଲେ that must bring about either the efficient stability of a termite civilization or a drying up of the springs of life and swifter slow decadence ଭାଇ ଭଉଣୀ ମାନେ ଆମେ ଅତି ବିନମ୍ରତାର ସହିତ କଥା କହିବାକୁ ଚାହୁଁଛୁ କାଲମାର୍କ୍ସଙ୍କର ଗୋଟେ ଶକ୍ତିଶାଳୀ ଦର୍ଶନ ଥିଲା ଏବଂ କାଲମାର୍କ୍ସଙ୍କ ଶକ୍ତିଶାଳୀ ଦର୍ଶନ ବିରୁଦ୍ଧରେ ପୃଥିବୀର ଅନେକ ଦାର୍ଶନିକ ସ୍ୱର ଉତ୍ତୋଳନ କରିଛନ୍ତି ବହୁତ ବଡ ବଡ କଥା ଯୋଉ ଲେଖା ହେଇଛି ସେ ଡିବେଟ ସବୁ ଦେଖିବେ ନା ଆପଣଙ୍କ ମାନେ ଜୀବକୋଷ ପର୍ଯ୍ୟନ୍ତ ସବୁ ମାନେ କଣ ହେଇଯିବେ ଆଲୋଡିତ ହେଇଯିବେ କିନ୍ତୁ ଶ୍ରୀଅରବିନ୍ଦ ଯୋଉ ସମାଲୋଚନା କରିଛନ୍ତି ଏଇଟା ଏଇ ଶ୍ରୀଅରବିନ୍ଦଙ୍କର ଏଇ ସମାଲୋଚନାଟା ଯଦିଓ ଦେଖନ୍ତୁ ସେ କୋଉଠି କାଲମାର୍କ୍ସ ଲେଖିନାହାନ୍ତି ଦିସ୍ ଇଜ ଶ୍ରୀଅରବିନ୍ଦ କୋଉଠି କିନ୍ତୁ ଲେଖୁଛନ୍ତି ୟୁନାନିମିଟି ଗୋଷ୍ଠୀଗତ ଜୀବନଟାକୁ ଯନ୍ତ୍ର ପରି ଖଞ୍ଜିବା ମାନେ ଦ୍ୟାଟ ମିନ୍ସ ସୋ କିନ୍ତୁ କାଉଠି ନା ନେଇନାହାନ୍ତି କିନ୍ତୁ ଯୋଉ ଭାଷାରେ ସମାଲୋଚନା କରିଛନ୍ତି ସେମିତି ସମାଲୋଚନା ପୃଥିବୀର କେହି ଦାର୍ଶନିକ କରିନାହାନ୍ତି କେହି କାରଣ ସେ ଭାଷା କୋଉଠୁ ଆଣିବେ ସେ କହୁଛନ୍ତି ଏଇଟା କଣ ଗୋଟେ ଟର୍ମାଇଟ ସିଭିଲାଇଜେସନ ଟର୍ମାଇଟ ମାନେ କଣ ଉଇ ସଭ୍ୟତା ଉଇ ମାନେ ଗୋଟେ ଏଫିସିଏଣ୍ଟ ଷ୍ଟାବିଲିଟି ଭିତରେ ଥାନ୍ତି ଉଇ କାରଣ ଉଇ ମାନଙ୍କର ଗୋଷ୍ଠୀଗତ ଜୀବନ ରହିଛି ସେମାନେ ଗୋଟେ ଉଇ ହୁଙ୍କା ଗଢି ଦେଇଥାନ୍ତି ତା ଭିତରୁ କେହି ଯାଇପାରିବେନି ସହଜରେ ସାପ ବି ଯଦି ଯିବ ସେ ବାଟ ପାଇବନି ହେଲେ ଆମେ ଏଇଟା ଗୋଟେ ଉଇ ସଭ୍ୟତା ତିଆରି କରିବା କି ଅର୍ ଡ୍ରାଇଂ ଅପ୍ ଅଫ୍ ଦି ସ୍ପ୍ରିଙ୍ଗସ୍ ଅଫ୍ ଲାଇଫ ପ୍ରାଣର ଝରଣା ଗୁଡିକ ଶୁଖେଇ ଦବା କି ପ୍ରାଣ ଗୋଟେ ଝରଣା ପ୍ରାଣର ଯୋଉ ଉତ୍ସ ତାକୁ ଯଦି ସ୍ପ୍ରିଙ୍ଗସ୍ ଅଫ ଲାଇଫ ପ୍ରାଣର ଯୋଉ ଝର ତାକୁ ଯଦି ଶୁଖେଇଦବା ଡ୍ରାଇ ଅପ୍ କରିଦବା କାରଣ ଯେତେବେଳେ ବ୍ୟକ୍ତି ସ୍ୱାଧୀନତାକୁ ମାଇନସ କରିଦିଆହବ ବ୍ୟକ୍ତି ତା ନିଜ ଇଚ୍ଛାରେ ତା ପ୍ରତିଭା ଅନୁସାରେ ବଞ୍ଚି ପାରିବ ନାହିଁ ସମୂହର ଇଚ୍ଛାରେ ସେ ବଞ୍ଚିବ ସେତେବେଳେ ବ୍ୟକ୍ତିର ଜୀବନଟି ଶୁଷ୍କ ହେଇଯିବ ତାର ଜୀବନ ଝରଟା ଶୁଖିଯିବ ଇଏ ହଉଛି ଶ୍ରୀ ଅରବିନ୍ଦଙ୍କ ଭାଷାର ଗାମ୍ଭୀର୍ଯ୍ୟ ତାପରେ ସେ କହୁଛନ୍ତି ଅର୍ ଏ ସ୍ୱିଫ୍ଟ ଅର୍ ସ୍ଲୋ ଡିକାଡେନ୍ସ ଏଇଭଳି ଧୀରେ ହଉ ବା କ୍ଷିପ୍ର ଗତିରେ ହଉ ସ୍ୱିଫ୍ଟ ଗୋଟେ ଅବକ୍ଷୟ ଘଟି ଆସିବ ଦେଖନ୍ତୁ ଶ୍ରୀ ଅରବିନ୍ଦଙ୍କ ପ୍ରେଡିକ୍ସନ ଏକଦମ ସତ ହେଇଗଲା 1917ରେ ଏଇଭଳି ଗୋଟେ ଅର୍ଥନୈତିକ ସ୍ୱଚ୍ଛଳତାକୁ ନେଇ ତିଆରି ହେଇଥିବା ଗୋଷ୍ଠୀବଦ୍ଧ ଜୀବନର ଯାହାକୁ ସେ ଉଇ ସଭ୍ୟତା ବୋଲି କହି ଗାଳି କରିଛନ୍ତି ସେ ଉଇ ସଭ୍ୟତା ମାତ୍ର 80 ବର୍ଷ ଏଇ ପୃଥିବୀରେ ବଞ୍ଚି ପାରିଲା 91ରେ ଖତମ ହେଇଗଲା ସରିଗଲା ଏବେ ଚାଇନାରେ ଗୋଟେ କମ୍ୟୁନିଷ୍ଟ ସରକାର ଅଛି ବୋଲି କୁହାଯାଉଛି କିନ୍ତୁ ସେ କନା ଅଛି କର୍ପୂର ଉଡି ଯାଇଛି ଏଠି କମ୍ୟୁନିଜିମ ନାହିଁ ଗୋଟିଏ ଦଳର ସରକାର ଚାଲୁଛି ସେଇଟା ତାଙ୍କ ଦର୍ଶନ ଥିଲା କିନ୍ତୁ ସେଇଠି ଯେ କମ୍ୟୁନିଷ୍ଟ ମାନେ ଅଛନ୍ତି ତା ଏକଦମ ପୁଞ୍ଜିବାଦୀ ମାନଙ୍କର ସରକାର ଚାଲିଛି ପୁଞ୍ଜିବାଦୀ ମାନେ ପୃଥିବୀର ଅନ୍ୟ ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି ପୃଥିବୀର ସବୁ ଜାଗାରେ ସବୁ ଯୋଉଠି ବାଡି ଉଠୁଛି ଯୋଉଠି
ବନ୍ଧୁକ ଉଠୁଛି, ଯୋଉଠି ଗୁଳି ଫୁଟୁଛି, ଯୋଉଠି ବୋମା ଆକ୍ରମଣ ହଉଛି, ସେମାନେ ସେ ତାଙ୍କ ଇଣ୍ଟରେଷ୍ଟ ଅନୁସାରେ ସେମାନେ ସବୁ କରୁଛନ୍ତି। ଟିଭି ମିଡିଆକୁ ସେମାନେ ନିୟନ୍ତ୍ରଣ କରୁଛନ୍ତି। ଆପଣ ଏ ବିଷୟରେ ସୁନିଶ୍ଚିତ ରୁହନ୍ତୁ। ବାକି ଲୋକମାନେ ବୁଦ୍ଧିହୀନ ଲୋକ ଭଳି ପତଙ୍ଗ ଭଳି ନିଆଁକୁ ଦେଉଛନ୍ତି। ଏଇ ହଉଛି ସମସ୍ୟା। ତେଣୁ ଆଜି ଚାଇନାର ଯୋଉ ପୁଞ୍ଜିପତି ମାନେ, ସେମାନେ ଆମେରିକାରେ କିଏ ସରକାରରେ ବସିବେ, କିଏ ରାଷ୍ଟ୍ରପତି ହେବେ, ତାକୁ ଡିସାଇଡ କରୁଛନ୍ତି। କୋଟି 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 ଟଙ୍କା ଖର୍ଚ୍ଚ ହଉଛି ନିର୍ବାଚନରେ। କିଏ କରୁଛି? ସେଇ ଗୋଷ୍ଠୀ ମାନେ କରୁଛନ୍ତି, ଯୋଉମାନେ ତାଙ୍କର ଭେଷ୍ଟେଡ ଇଣ୍ଟରେଷ୍ଟକୁ ରକ୍ଷା କରିବାକୁ ଚାହାନ୍ତି। ତେଣୁ ଅର୍ଥ ଗୋଟେ ସାମାନ୍ୟ ଶକ୍ତି ନୁହେଁ। এই ଅସାମାନ୍ୟ ଶକ୍ତିକୁ ବ୍ୟବହାର କରୁଥିବା ଲୋକମାନେ, ସେମାନଙ୍କର ସର୍ବନିମ୍ନ ଜ୍ଞାନ ବି ନାହିଁ ମଣିଷର ଜୀବନକୁ ନେଇ। ସେମାନେ ମଣିଷର ସୁଖ, ସୁବିଧା, ଶାନ୍ତି, ଆନନ୍ଦ, ତାର ଦିବ୍ୟତାକୁ ନେଇ ସେମାନେ ଖେଳନ୍ତି। ଆଉ ସେଇ ଖେଳ ହଜାର ହଜାର ବର୍ଷ ଧରି ଚାଲିଛି। ସେ ଖେଳ କେହି ବୁଝି ପାରୁନାହାନ୍ତି। ସମସ୍ତେ ଟିଭି ଦେଖି ଖୋଲିଦେଇ ଖୁସି ହେଇଯାଉଛନ୍ତି। ହଁ, ସେଠି ଯେ ବିଷ ବଟା ଯାଉଛି, ସେ କଥାଟା ଏ ଲୋକମାନଙ୍କୁ ଜମାରୁ ଜଣା ନାହିଁ। ପୁରା ବିଷ ଗୁଡା ବଣ୍ଟା ହଉଛି। ଅମୃତ ବଣ୍ଟା ଯିବାର ପ୍ରଶ୍ନ ଉଠୁନାହିଁ। ଅମୃତ ଯୋଉଠି ଅଛି, ସେ ବିଷୟରେ ଆପଣ ଯିବେ। ଆମର ଭାରତ ବର୍ଷରେ ଟିଭି ଆଙ୍କର ଅଛନ୍ତି, ଯୋଉମାନେ ପାଉଛନ୍ତି 1 କୋଟି ଟଙ୍କା ଦରମା, 1 କରୋଡ଼। ମାନେ ଏଟା ହେଲା ତାଙ୍କର ଅଫିସିଆଲ। ନନ୍ ଅଫିସିଆଲି ସେମାନେ କେତେ କୋଟି ଟଙ୍କାର ମାଲିକ ତାକୁ କହି ହବନି। କାହିଁକି ପଇସା ପାଉଛନ୍ତି ଏଟା ଭଲ ଭାବରେ ଆପଣ ଜାଣିଛନ୍ତି। କିନ୍ତୁ ଯଦି ତାଙ୍କୁ ଯାଇ ପଚାରିବେ, ଗୋଟେ ଶ୍ରୀ ଅରବିନ୍ଦଙ୍କର ଦିବ୍ୟ ଜୀବନ ଗ୍ରନ୍ଥଟି ଅଛି, ହ୍ୟାଭ୍ ୟୁ ହାର୍ଡ ଅଫ୍ ଇଟ୍? ସେ କଣ କହିବେ? ଆପଣ ଯଦି କେବେ ଦେଖା ପାଆନ୍ତି ସେମାନଙ୍କର, ଆପଣ ମତେ ଆସି କହିବେ। ତେଣୁ ଏଇ ହଉଛି ଆମ ଗୋଷ୍ଠୀଗତ ଜୀବନର ଦୁରାବସ୍ଥା। ଏଇଟା କ୍ଷିପ୍ର ଗତିରେ ହଉ ବା ଧୀରେ ହଉ, ଏଇଟା ଅବକ୍ଷୟ ହବ ହିଁ ହବ, କାରଣ ଏଠି ସତ୍ୟ ନାହିଁ। ତାପରେ କି ଶବ୍ଦ, ଟର୍ମାଇଟ ସିଭିଲାଇଜେସନ, ଉଇ ସଭ୍ୟତା, ଭାରି ଗୋଷ୍ଠୀବଦ୍ଧ ହେଇକି ରହନ୍ତି, ଭାରି ଶୃଙ୍ଖଳିତ ହେଇକି ଥାନ୍ତି ଉଇ ମାନେ। It is through the growth of consciousness that the collective soul and its life can become aware of itself and develop. ତାହେଲେ ଗୋଷ୍ଠୀଗତ ଜୀବନ ରହିବ କି ରହିବନି? ରହିବ। ଗୋଷ୍ଠୀଗତ ଜୀବନ କଣ ପଣ୍ଡିଚେରୀ ଆଶ୍ରମ ନୁହେଁ? ଗୋଷ୍ଠୀଗତ ଜୀବନ କଣ ସିଟି ଅଫ୍ ଡନ୍ ନୁହେଁ? ହେଲେ ସେଇଠି ବି କଣ ସୁବିଧା ଅସୁବିଧା ତ ରହିଛି। କାରଣ ମଣିଷ ଗୁଡିକ ମଣିଷ ହେଇକି ରହିଛନ୍ତି। ସେମାନଙ୍କର ଗ୍ରୋଥ ଅଫ୍ କନସିୟସନେସ୍ ହେଇଛି କି? ଯଦି ଗ୍ରୋଥ ଅଫ୍ କନସିୟସନେସ୍ ନ ହେଇଛି, ତାହେଲେ ସେମାନେ କେବେ ବି ଗୋଟେ ଦୃଢୀଭୂତ ପୂର୍ଣ୍ଣ ଦକ୍ଷ ସଂଘ ଜୀବନ ବଞ୍ଚି ପାରିବେ ନାହିଁ। ସେଠି ଗୋଟେ ଏଫିସିଏଣ୍ଟ ଷ୍ଟାବିଲିଟି ଆସିବ ନାହିଁ। ତେଣୁ ଏଠି କେମିତି ଗୋଷ୍ଠୀ ଜୀବନଟି ବଢିବ? ପ୍ରଭୁ ତାର ଉତ୍ତର ବି ଦେଇଛନ୍ତି। ଖାଲି ଆଲୋଚନା କରିନାହାନ୍ତି, ସମାଲୋଚନା କରି ତାଙ୍କ ଲକ୍ଷ୍ୟ ନୁହେଁ। ତାଙ୍କ ଲକ୍ଷ୍ୟ ହଉଛି ସଲ୍ୟୁସନ ଦେବା। ଇଟ୍ ଇଜ ଥ୍ରୋ ଦି ଗ୍ରୋଥ ଅଫ୍ କନସିୟସନେସ୍। ଚେତନାର ଯେତେବେଳେ ବୃଦ୍ଧି ହବ, ସେତେବେଳେ ହିଁ ଆମେ ଏଇ କଲେକ୍ଟିଭ ସୋଲ ଡେଭଲପ ହବ। ଦ୍ୟାଟ୍ ଦି କଲେକ୍ଟିଭ ସୋଲ and its life can become aware of itself and develop. ତାହେଲେ ସାମୂହିକ ଜୀବନ ସେତେବେଳେ କଣ? ସାମୂହିକ ଜୀବନଟି କଣ ଆମେ ନିଜେ ନିଜେ ବୁଝିପାରିବା। ଓ ସେତେବେଳେ କଲେକ୍ଟିଭ ସୋଲ, ଯୋଉଟା ସମୂହର ଆତ୍ମା ଏବଂ ଜୀବନ, ସେତେବେଳେ ଖୁବ ଭାବରେ କଣ ହେଇପାରିବ ନା, for mind and life are the soul's only instrumentation until a higher instrumentation develop. ଏଇଠି ଯେତେବେଳେ କୁହାଯାଉଛି ଆମର ସମଗ୍ର ଜୀବନଟି ଆମେ ମାଙ୍କ ପାଇଁ ବଞ୍ଚିବା, ମାଙ୍କ ଚେତନାରେ ବଞ୍ଚିବା, ଏଇଟା ବି ସେଇ ୟୁନିଫିକେସନ, ଏଇଟା ବି ସେଇ କଲେକ୍ଟିଭ ସୋଲ ନିର୍ମାଣର ଗୋଟେ ପ୍ରକ୍ରିୟା। କିନ୍ତୁ ୟାର ମାର୍ଗ ହଉଛି ଦିବ୍ୟ ଜୀବନର ମାର୍ଗ। ୟାର ମାର୍ଗ ହଉଛି ଦିବ୍ୟତା, ୟାର ମାର୍ଗ ହଉଛି ଆଧ୍ୟାତ୍ମିକତା। ଏଠି କୌଣସି ଅର୍ଥନୈତିକ କି ରାଜନୈତିକ ଏକତ୍ୱର କଥା କୁହାଯାଉନି, କି କୌଣସି ଧାର୍ମିକ ଏକତ୍ୱର କଥା କୁହାଯାଉନି, କୌଣସି ସାଂସ୍କୃତିକ ସାମାଜିକ ଏକତ୍ୱର କଥା କୁହାଯାଉନି। ତେଣୁ ଏଇଠି ଯଦି ଚେତନାର ଅଭିବୃଦ୍ଧି ଘଟେ, ଫର ମାଇଣ୍ଡ ଆଣ୍ଡ ଲାଇଫ ଆର୍ ଦି ସୋଲ୍ସ ଓନ୍ଲି ଇନଷ୍ଟ୍ରୁମେଣ୍ଟେସନ। ଆମେ ଭଲ ଭାବରେ ଜାଣିଛୁ
କାହିଁକି ସେପରି ହଉଛି ନା ମନ ଆଉ ପ୍ରାଣ ପାଇଁ ଆତ୍ମା ହଉଛି ଗୋଟିଏ ଆତ୍ମାର ଏମାନେ ହଉଛନ୍ତି ଇନଷ୍ଟ୍ରୁମେଣ୍ଟେସନ ତାର ସାଧନ ଆତ୍ମାର ସାଧନ ସେମାନେ ଦିବ୍ୟ ହୋଇ ଉଠିବେ କେମିତି ହେବେ ନା ସେମାନେ ଯଦି ଚେତନାର ଗ୍ରୋଥ ଅଫ କନସିୟସନେସ୍ until କେତେ ପର୍ଯ୍ୟନ୍ତ ନା ହାୟର ଇନଷ୍ଟ୍ରୁମେଣ୍ଟେସନ ଡେଭଲପ ଯେତେ ପର୍ଯ୍ୟନ୍ତ ଗୋଟେ ଉଚ୍ଚତର ଯୋଉ ସାଧନଟି ସମ୍ଭବ ହେଇପାରିବ ଯେ ମାନେ ପ୍ରକୃତିରେ ଆତ୍ମା ପାଇଁ କାମ କରୁଛନ୍ତି they must be inhibited in their action and rendered rigid, unplastic and unprogressive. ତେଣୁ ଆମେ ସେମାନଙ୍କର ତାଙ୍କୁ କୌଣସି କ୍ରିୟାତ୍ମକତାରେ ଆଉ ଆମେ ତାକୁ ଇନହିବିଟେଡ୍ କରିବା ନାହିଁ ନଟ୍ ବି ଇନହିବିଟେଡ୍ ଇନ୍ ଦେୟାର ଆକ୍ସନ୍ ତାଙ୍କ କର୍ମକୁ ନିୟନ୍ତ୍ରଣ କରିବା ନାହିଁ ନିରୋଧିତ କରିବା ନାହିଁ ନିଷିଦ୍ଧ କରିବା ନାହିଁ ଯଦି ସେମିତି କରାଯିବ ତାହେଲେ ସେମାନେ କ'ଣ ହେବେ ନା ସେମାନେ ହେଇପଡ଼ିବେ ରେଣ୍ଡର୍ଡ ରିଜିଡ୍ କଠୋର ହେଇଯିବେ ଅନପ୍ଲାଷ୍ଟିକ ଅନମାନୀୟ ବା ସ୍ଥିତିସ୍ଥାପକ ଶୂନ୍ୟ ଆଉ ସେମାନେ ହେବେ ଧୀରେ ଧୀରେ କୋଉଟା ଅନପ୍ରୋଗ୍ରେସିଭ ନିହାତି ପ୍ରଗତିଶୀଳ ପ୍ରବୃତ୍ତି ଗୁଡ଼ିକ ସେମାନଙ୍କର ରହିବ ନାହିଁ ତାହେଲେ ଆମେ ଇଏ ଗୋଟେ ବହୁତ ବଡ଼ ପ୍ରୋଜେକ୍ଟ ସେଥିପାଇଁ ମା ମନ ପ୍ରାଣର ସାଧନା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି କେମିତି ସେଗୁଡ଼ିକ ଅଧିକ ପ୍ଲାଷ୍ଟିକ ହେବେ ସେମାନେ କେମିତି ପ୍ରୋଗ୍ରେସିଭ ହେବେ ସେମାନେ କେମିତି ରିଜିଡ୍ ନ ହେବେ ସେମାନେ କଠୋର ନ ହେଇକି କୋମଳ ହେବେ ଯଦି ଗୋଟେ ପିଲାକୁ ଆପଣ ବହୁତ ନିୟନ୍ତ୍ରଣରେ ରଖିବେ ଦେଖିବେ ସେ ପିଲା କେବେ ବିକାଶ ଲାଭ କରିବନି ପରୀକ୍ଷା କରି ଦେଖିବେ ଗୋଟେ ଫ୍ରିଡମ ଭିତରେ ଆଫେକ୍ସନ ଭିତରେ ଯୋଉ ପିଲାଟି ରହିବ ତାର ଗ୍ରୋଥଟି ହବ କିନ୍ତୁ ସେଥିରେ ଆଫେକ୍ସନର ବି ବହୁତ ଫାଇଦା ବି ପିଲା ନେଇଯାଆନ୍ତି ଆଉ ଟ୍ରୁ ଆଫେକ୍ସନଟା କ'ଣ ସେଟା ମଣିଷ ବି ଦିବ୍ୟ ଭାବରେ ବୁଝି ନାହିଁ ଆମେ କେତେ ଦୂର ଫ୍ରିଡମ ଦେଇପାରିବା ଜଣେ କହିବ ମୁଁ ଷ୍ଟ୍ରିଟ୍ ଫୁଡ ଖାଇବି ତାକୁ ଆମେ ଫ୍ରିଡମ ଦେଇଦେବା ଷ୍ଟ୍ରିଟ୍ ଫୁଡ ଖାଇକି 12 ବର୍ଷ ବେଳକୁ ସେ ହେଇଯିବ 120 କେଜି ତାପରେ 1000 ରୋଗ ତାକୁ ମାଡ଼ି ବସିବ ତାପରେ କହିବା ନା ଆମେ ତାକୁ ଫ୍ରିଡମ ଦେଇଥିଲୁ ଆମେ ତାକୁ ଏଫେକ୍ସନ ଦେଇଥିଲୁ ଦ୍ୟାଟ୍ ଇଜ ନଟ୍ ଏଫେକ୍ସନ ପ୍ରଥମତଃ ଆମକୁ ବୁଝିବାକୁ ପଡ଼ିବ ଯେ ମନ ପ୍ରାଣର ନିୟନ୍ତ୍ରଣଟା କ'ଣ ଟୁ ନୋ ୟୋର ମାଇଣ୍ଡ ଆଣ୍ଡ ଟୁ ନୋ ୟୋର ଲାଇଫ ତାପରେ ତାକୁ କଣ୍ଟ୍ରୋଲ କରିବେ ଏଇଟା ତ ସାଧନା ଏଇଟା ତ ଦିବ୍ୟ ଜୀବନ ତେଣୁ ଆମେ ବାସ୍ତବରେ ଏଇଭଳି ଗୋଟିଏ ସମାଜ ଗଢ଼ିବାକୁ ଚାହୁଁଛୁ ଯୋଉ ସମାଜରେ ଜୋର କରି କିଛି ଲଦି ନ ଦିଆଯାଉ ଏବଂ ଆମ ଚେତନାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉ ଆମର ମନ ପ୍ରାଣକୁ ସୋଲର ଆତ୍ମାର ଗୋଟେ ସାଧନ ଭାବରେ ବ୍ୟବହାର କରାଯାଉ ଉଚ୍ଚତର ସାଧନ ଗୁଡ଼ିକ ସେଇ ବାଟରେ ନିର୍ମାଣ ହଉ ଗ୍ରେଟ୍ ମାଇଣ୍ଡସ୍ ଗ୍ରେଟ୍ ଲାଇଫ୍ ଆମ ପୃଥିବୀରେ ଅନେକ ଗ୍ରେଟ୍ ଲାଇଫ୍ ଅଛନ୍ତି ଆମ ପୃଥିବୀରେ ଗ୍ରେଟ୍ ମାଇଣ୍ଡସ୍ ଅଛନ୍ତି ସେମାନେ କେତେ ବାଟରେ ଏ ପୃଥିବୀକୁ କଣ୍ଟ୍ରିବ୍ୟୁଟ୍ କରିଛନ୍ତି ଯେମିତି ଗୋଟେ ଫଳ ଗଛ ଥାଏ ବହୁତ ଫଳେ ସେମାନେ ଅବଦାନ ଦେଉଥିବା ମଣିଷଟା ହିଁ ଗ୍ରେଟ୍ ମ୍ୟାନ୍ ଆଉ ଯିଏ ଅବଦାନ ଦେଉନାହିଁ ସେ ମଣିଷଟାକୁ ଗ୍ରେଟ୍ ବୋଲି କୁହାଯାଇପାରିବନି ଗ୍ରେଟ୍ ମାଇଣ୍ଡର କୁହାଯାଇପାରିବନି କି ଯିଏ ଅବଦାନ ଦେଉନାହିଁ ତାକୁ ଆମେ ଗୋଟେ ଗ୍ରେଟ୍ ଲାଇଫ୍ ବୋଲି କହିପାରିବାନି ତ ସେ ଅବଦାନଟା ପୁଣି କ'ଣ ସେଇଟା ଆମକୁ ଡିସାଇଡ୍ କରିବାକୁ ପଡ଼ିବ ଯେ ସେ ଆତ୍ମାର ପ୍ରକୃତିରେ ଇନଷ୍ଟ୍ରୁମେଣ୍ଟ ହେଇଛି କି ନାହିଁ ଯଦି ହେଇଛି the difficulties or disorders engendered by the growth of the individual mind and life cannot be healthily removed by the suppression of the individual ଆଜି ବ୍ୟକ୍ତିଗତ ମନ ଆଉ ବ୍ୟକ୍ତି ପ୍ରାଣରେ କିଛି ବୃଦ୍ଧି ତ ହଉଛି ଗ୍ରୋଥ ହଉଛି ସେ ଗ୍ରୋଥ ଦ୍ୱାରା କିଛି ବାଧା ବି ଆସୁଛି କିଛି ବିଶୃଙ୍ଖଳା ବି ଆସୁଛି ଯଦି ବାଧା ଆସିବ ବିଶୃଙ୍ଖଳା ଆସିବ ତାହେଲେ ଆମେ ତାକୁ ଯଦି ଦବେଇ ରଖିବା cannot be healthily removed by the suppression of the individual ବ୍ୟକ୍ତିଟାକୁ ଯଦି ଚାପି ଦିଆଯିବ ତାକୁ ଦବେଇ ରଖି ଦିଆଯିବ ରାଜ ଭୟ ଦେଖାଯିବ ପୁଲିସର ଭୟ ଦେଖାଯିବ ତାକୁ ଜେଲ ଜରିମାନା କରାଯିବ
ଯାହା ସବୁ ଗୋଟେ ମାନେ ଗୋଟେ କଣ ଖରାପ ସମାଜ ବ୍ୟବସ୍ଥାରେ ଖରାପ ଶାସନ ବ୍ୟବସ୍ଥାରେ ଅଧିକ ଦଣ୍ଡର ବ୍ୟବସ୍ଥା ରହିଥାଏ। ଆଲାଉଦ୍ଦିନ ଖିଲଜୀଙ୍କ ସମୟ କଣ ନା ଯେ ଚୋରି କରିବ ତାର ଅଙ୍ଗଚ୍ଛେଦ କରିଦିଅ, ତା ହାତ କାଟିଦିଅ, ତା ଗୋଡ କାଟିଦିଅ। ତେଣୁ ଅନେକ ଲୋକ ସେଥିରେ ସପୋର୍ଟର ବି ଅଛନ୍ତି, କିନ୍ତୁ ସେମିତି କଣ କ୍ରାଇମ ବନ୍ଦ ହେଇଯାଏ? କାହିଁ ସେ ତ ଆଲାଉଦ୍ଦିନ ଖିଲଜୀ ଗଲା ପରେ ଯିଏ ଲୋକ ଚୋର ଥିଲେ ଆହୁରି ବଢିଲେ ପଛେ କମିଲେ। ଲୋକ ଯଦି ଭୟ କାରଣରୁ ତାର ପରିବର୍ତ୍ତନ ହେଇଯାଏ ବୋଲି ଆମେ ଭାବୁଛୁ, ଇଟ୍ ଇଜ ରଙ୍ଗ। ତାହେଲେ ଆମକୁ ପ୍ରପର ଇନଷ୍ଟ୍ରୁମେଣ୍ଟେସନ ଦରକାର। ତେଣୁ ଯୋଉ ବିଶୃଙ୍ଖଳା ଗୁଡିକ ଆସିବ, ଯୋଉ ବାଧା ଗୁଡିକ ଆସିବ, ତାକୁ ବ୍ୟକ୍ତିକୁ ଚାପି ଦେଇକିରି ତାକୁ ଆମେ ସେଟା କରିପାରିବା ନାହିଁ। ଦି ଟ୍ରୁ କ୍ୟୁର କ୍ୟାନ୍ ଓନ୍ଲି ବି ଆଚିଭ୍ଡ। ଯଦି ପ୍ରକୃତରେ ଆମେ ଟ୍ରୁ କ୍ୟୁରଟା ଚାହୁଁଛୁ, ଯଥାର୍ଥ ନିରାକରଣ, ତାହେଲେ ସେଟା କେବଳ ହାସଲ କରାଯାଇପାରିବ ବାଇ ହିଜ୍ ପ୍ରୋଗ୍ରେସନ ଟୁ ଏ ଗ୍ରେଟର କନସିୟସନେସ୍। ଯଦି ଏକ ବୃହତ୍ତର ଚେତନା ଆଡକୁ ତାକୁ ଆମେ ପ୍ରଗତି କରେଇ ନବା, ତାହେଲେ ଏହାର ସମାଧାନ ସେଇଠି ରହିଛି। ଇନ୍ ହ୍ୱିଚ୍ ହି ଇଜ୍ ଫୁଲଫିଲ୍ଡ ଆଣ୍ଡ ପରଫେକ୍ଟ। ଯୋଉଠି ସିଏ ଫୁଲଫିଲ୍ଡ ହେଇପାରିବ, ପରିପୂର୍ଣ୍ଣ ହେଇପାରିବ, ଏବଂ ଯୋଉ ଜାଗାରେ ସେ ପରଫେକ୍ଟେଡ ହେଇପାରିବ, ପୂର୍ଣ୍ଣ ସାର୍ଥକତା ଲାଭ କରିପାରିବ। ତେଣୁ ଇଏ ହେଲା ମଣିଷର ବିକଳ୍ପ ଗୁଡା ମଣିଷ ଖୋଜିଛି। ଦେଖନ୍ତୁ, ଆପଣ ଦାସ କ୍ୟାପିଟାଲ ବହିଟିକୁ ଯଦି ଦେଖିଥିବେ, ଯୋଉଟା କାର୍ଲ ମାର୍କ୍ସଙ୍କର ମାଷ୍ଟରପିସ୍, ସେଟା 3ଟା ବହି ଭାଗରେ ମିଳୁଛି, 100 ପୃଷ୍ଠା, ଆରାଉଣ୍ଡ 3000 ପୃଷ୍ଠାର ବହିଟିଏ ହେଇଥିବ। ତ ସେଥିରେ ଯୋଉ ଦର୍ଶନର ଯୋଉ ଗମ୍ଭୀରତାଟି ରହିଛି, ଯୋଉ ପ୍ରକାରେ ଧର୍ମକୁ, ସଂସ୍କୃତିକୁ, ସଭ୍ୟତାକୁ, ଇତିହାସକୁ, ମଣିଷର ଜୀବନକୁ ବିଚାର କରାଯାଇଛି, ସେଗୁଡିକ ଆମେ ତାକୁ ଇଗ୍ନୋବଲ ନୁହେଁ, ସେଟା ତାକୁ ବହୁତ ଜାଗାରେ ତାକୁ ଆଲୋଚନା ହୁଏ, ବହୁତ ଜାଗାରେ ତାକୁ ଗ୍ରହଣ କରାଯାଏ, ଯୋଉ ଉଚ୍ଚାଙ୍ଗ ଦର୍ଶନ। କିନ୍ତୁ ଶ୍ରୀ ଅରବିନ୍ଦ ଗୋଟିଏ ପାରାଗ୍ରାଫ ଭିତରେ ସେ ମଣିଷର ସେ ପନ୍ଥାଟିକୁ, ଯୋଉ ପନ୍ଥାରେ ମଣିଷକୁ ସମସ୍ତେ ଗୋଟିଏ ନିୟମରେ ଚଳିବେ, ଯେମିତି ତାଲିବାନ ମାନେ କରିଦେଲେ, ସେ ବି ଗୋଟେ କମ୍ୟୁନିଜିମ ସେଟା ନୁହେଁ, କିନ୍ତୁ ସେଟା ବଦମାସି। କେହି ଝିଅ ପାଠ ପଢି ପାରିବେନି। ସେ ୟୁସୁଫ ମଲାଲା ଭଳି ଝିଅଟେ ପାଠ ପଢିବାକୁ ଗଲା, 14 ବର୍ଷର ଝିଅ ତା ମୁଣ୍ଡକୁ ଗୁଳି ମାରିଦେଲେ। ତ ସେ ତାକୁ ସମଗ୍ର ପୃଥିବୀ ତା ପାଇଁ ପ୍ରାର୍ଥନା କଲା। ସେ ଆଜି ଇଂଲଣ୍ଡରେ ରହୁଛି, କିନ୍ତୁ 18-19 ବର୍ଷ ବେଳକୁ ସେ ନୋବେଲ ପ୍ରାଇଜ ପାଇଗଲାଣି। ତାର ବୋଧେ ତାଙ୍କ ବହିଟି ଆଇ ଏମ୍ ମଲାଲା ବହୁତ ଲୋକ ପଢିଛନ୍ତି, ବହୁତ ଲୋକ ପୃଥିବୀରେ। ତେଣୁ ଆପଣ ଜଣକୁ ଡରେଇ ଦେବେ ଗୁଳି ମାରିଦେଇ, ତା ନିକଟରେ ସତ୍ୟ ରହିଛି। ସେ କହିଛି ମୁଁ ଗୋଟେ ଝିଅ ପିଲାଟେ ହେଲେ କଣ ହେଲା, ମତେ ପଢିବାର ଅଧିକାର ଅଛି, ମୁଁ ପଢିବି, ମୋ ପୃଥିବୀକୁ ଜାଣିବି। ତେଣୁ ପଢିବାଟା କଣ, ତା ଚେତନାକୁ ବିସ୍ତୃତ କରିବାର, ତାର ଚେତନାକୁ ବୃଦ୍ଧି କରିବାର ଏକ ଉପାୟ, ଯୋଉ କଥାଟିକୁ ପ୍ରଭୁ ଶ୍ରୀ ଅରବିନ୍ଦ ଆଡଭୋକେଟ କରୁଛନ୍ତି। ତେଣୁ ସେଇଟା କିଏ ରୋକି ଦେଇପାରିବ? କେହି ପାରିବେନି। ତେଣୁ ସେଟା ଆଜି ହଉ ବା କାଲି ହଉ, ସେଇ ସବୁ ତନ୍ତ୍ର ଗୁଡିକର ପତନ ହୁଏ। ଜଣେ ଅତ୍ୟାଚାରୀ ଅଛି, ସେ କଥା ରାବଣ ତ ନୁହେଁ ଯେ ଅମର ବର ପାଇଯାଇଛି, 50-60 ବର୍ଷ ବଦମାସି କରିବ, କେତେ ବର୍ଷ କରିବ? ଆଉ ଗୋଟେ ଏତେ ବିରାଟ କାଳଖଣ୍ଡରେ 50-60 ବର୍ଷ କଣ ଗୋଟେ ବହୁତ ବେଶୀ। ତେଣୁ ୟୁ କ୍ୟାନଟ୍ ଫୁଲ ଅଲ୍ ପିପୁଲ ଫର ଅଲ୍ ଟାଇମ୍। ଲୋକେ ତ ଦିନେ ନା ଜାଣିବେ ନା, ସମୟ ଆସିବ, ପୁଣି ଲୋକେ ଠିକ ଠାକ ବୁଝିବେ। ତେଣୁ ଏ ସବୁ ଗୁଡିକ ସମ୍ଭବ ହଉଛି ଚେତନାର ବୁଦ୍ଧି ଦ୍ୱାରା। ତାପରେ ମଣିଷର ସେଇଠି ସରିଯାଇ ନାହିଁ ତା ଚେଷ୍ଟା ଗୁଡିକ। ମଣିଷ ବହୁତ ଅଦ୍ଭୁତ ଚେଷ୍ଟା ସବୁ କରେ। ସେଇ ଚେଷ୍ଟା ଗୁଡିକ ସମ୍ପର୍କରେ ଆମେ ନେକ୍ସଟ ପାରାଗ୍ରାଫରେ ପଢିବା। ସେଥିରେ ବୁଦ୍ଧିର ବିକାଶ, ମଣିଷ ଗୋଟେ ନୂଆ ସୋସିଆଲାଇଜ ଲାଇଫ ଭିତରକୁ ଯିବାକୁ ଚେଷ୍ଟା କରିଛି, ତାର ଇଗୋଟାକୁ ମିନିମାଇଜ କରିବାକୁ ଚେଷ୍ଟା କରି ଗୋଟେ ରାଇଟ ଆରେଞ୍ଜମେଣ୍ଟ ଫର ଲାଇଫ ଅଫ କମ୍ୟୁନିଟି କରିବାକୁ ଚେଷ୍ଟା କରିଛି। ପୁଣି ଗ୍ରେଟର ରାଇଟ ଟ୍ରେନିଂ ଇନ୍ ସୋସିଆଲ ଆଣ୍ଡ ସିଭିକ ଇଣ୍ଡିଭିଜୁଆଲ, ସେ ଦିଗରେ ବି ସେ ଚେଷ୍ଟା କରିଛି। ତେଣୁ ଯୋଉ ଚେଷ୍ଟା ଗୁଡିକ କରିଛି, କୋଉ କାରଣରୁ ସେଗୁଡିକ ବିଫଳ ହେଇଛନ୍ତି, ଏବଂ ସେଇ ଚେଷ୍ଟା ଗୁଡିକ ଯଥେଷ୍ଟ ନଥିଲା, ମଣିଷର ଅଙ୍ଗ-ଚେତନାର ଗୋଟେ ପରିଣତି ହିଁ ଥିଲା। ଶେଷରେ ସେଗୁଡିକ ସମାଜକୁ ଅଧିକ ବିପଦଗ୍ରସ୍ତ କରିଛି ପଛେ ସମାଜରେ କିଛି ଭଲ ଆଣିପାରିନାହିଁ। ଯେମିତି ଧର୍ମ, ଧର୍ମ ଆପଣଙ୍କ ବେକରେ ଏବେ ଫନ୍ଦା,
ମନେ ରଖିଥାନ୍ତୁ। ଆପଣ ବେକକୁ ଯଦି କିଏ ଚାପୁଛି ସେ ହେଉଛି ଆପଣଙ୍କ ଧର୍ମ। ତା କବଳରୁ କେହି ମୁକ୍ତି ପାଇପାରୁନାହାନ୍ତି। ସେ କିଛି ଲୋକ ଅଛନ୍ତି ଯୋଉମାନଙ୍କର ବଢିଆ ଫାଇଦା ହଉଛି ତା ଦ୍ୱାରା, ସେମାନେ ଆପଣଙ୍କୁ ସେଥିରେ ଛାଡିବାକୁ ଦେବେନି। ଯଦି ଦେବେନି ତାହେଲେ ସେ ଫନ୍ଦା ଉଡି କଣ ହବ? ମଣିଷର ଇପ୍ସିତ ବିବର୍ତ୍ତନର ଦିବ୍ୟ ଜୀବନ ସ୍ଥାପନାରେ ସେଗୁଡିକ ବିରୋଧୀ ହେଇକି ରହିଛନ୍ତି, ବିବର୍ତ୍ତନକୁ ବିରୋଧ କରୁଛନ୍ତି। ଏଗୁଡିକ ପଢିବା ଆମମାନଙ୍କ ଚେତନାକୁ ବି ସନ୍ଦୀପିତ କରୁ, ଆମ ଚେତନାକୁ ଆହୁରି ପ୍ରଗତିଶୀଳ କରୁ, ଆମ ଚେତନାକୁ ଆହୁରି ବିସ୍ତାରିତ କରୁ। କରୁଣାମୟୀ ମାଙ୍କ ନିକଟରେ କୋଟି ପ୍ରାର୍ଥନା କରିବା, ପରମ ପ୍ରଭୁଙ୍କ ନିକଟରେ କୋଟି କୃତଜ୍ଞତା ଜ୍ଞାପନ ପୂର୍ବକ ଆଜିର ଆଲୋଚନା ଏଇଠି ସମାପନ କରୁଛି। ସମସ୍ତଙ୍କୁ ଶୁଭେଚ୍ଛା, ଶୁଭ ସନ୍ଧ୍ୟା, ବନ୍ଦେ ମାତରମ୍।